ବାଟରେ ଯାଉ ଯାଉ ମୁଁ ଦେଖିଲି ଯେ ଯାତ୍ରା ପଡ଼ିଛି। ଆରେ ଯାତ୍ରା ତ ପଡ଼ିଛି, ଏଠି ସେଠୁ ସେଲ୍ଫି ନେବାକୁ ଇଚ୍ଛା ହେଲା, ରେକର୍ଡ଼ିଂ କରି କିଛି ସେଲ୍ଫି ନେଇଗଲି। ତାପରେ ଦେଖିଲି କାର୍ତ୍ତିକେଶ୍ୱର ପୂଜା ଯେଉଁଟାକି ଅଷ୍ଟମୀ ଘଡ଼ରେ ଏଠି ଯାତ୍ରା ହୁଏ କପିଳମୁନି ହାଇସ୍କୁଲ ଆଗରେ। ସେଠି ରେକର୍ଡ଼ିଂ କରିକିରି ପୁଣି ଗଲି ମୋ କାମ ଉପରକୁ। କାମ ଷ୍ଟାର୍ଟ କରିବା ପାଇଁ ମସଲା ଗୋଳେଇଲି। ମସଲା ଗୋଳେଇ ସାରିକିନି ମୋର ମସଲା ପାଣିରେ ମିଶାଇ ସିଧା ଷ୍ଟେଜ୍ ଉପରକୁ ଚଢ଼ିଗଲି। ଷ୍ଟେଜ୍ ଉପରକୁ ଚଢ଼ି ବିଟରେ ଲଗାଇ ବିଟ ଲଗାଇଲି ଯାଇ ମୋ ପିଲରରେ। ସେଠି ମୋର ଗେଟ୍ କାମ ଚାଲିଛି ବର୍ତ୍ତମାନ ପାଇଁ ମଠରେ, ସିଦ୍ଧମୁନି ମଠ। ସେଠି ବିଟରେ ମସଲା ଲଗାଇ ଏକ ଭାଗ ଯେଉଁ ମସଲା ଲଗା ହେଉଛି ସିମେଣ୍ଟ କଡ଼େକୁ ବାଲି କଡ଼େ, ସେ ମସଲାକୁ ବିଟରେ ଲଗାଇ ମୁଁ ବର୍ତ୍ତମାନ ପାଇଁ ପିଲରରେ ଲଗାଉଛି। ସେଠି ପିଟ ଲଗାଇ ସାରିଲା ପରେ ଆପଣମାନଙ୍କୁ ଦୟାକରି ଦେଖିବେ ଯେ ବିଟଟି ମାନେ ପିଲରଟି କେମିତି ଲାଗୁଛି। ଯଦି ଆପଣମାନଙ୍କୁ ଭଲ ଲାଗେ ତାହେଲେ ନିଶ୍ଚୟ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ। ଆପଣମାନଙ୍କ ପାଇଁ ମୁଁ ଏମିତି ନେଇ ଆସି ମୋର ନିଜ ବ୍ଲଗ୍ସ ଆଉ ମୋର କାମ କିଛି ଉପରେ ବହୁତ ଭିଡ଼ିଓ। କାରଣ ଆଗରୁ ମୁଁ ଖାଲି ଷ୍ଟାଚୁ ଉପରେ ବନାଉଥିଲି, ଏବେ ମୋର ବ୍ଲଗ୍ସ ଉପରେ ବନାଇବାକୁ ଇଚ୍ଛା ହେଲାଣି, ସେଥିଲାଗି ମୁଁ ବ୍ଲଗ୍ସ ଉପରେ ବନାଉଛି। ଯାହାଦ୍ୱାରା ଆପଣମାନଙ୍କ ମତାମତ ଚାହିଁବାକୁ ଚାହିଁଲେ ଆପଣମାନଙ୍କ ମତାମତ ଦିଅନ୍ତୁ, ସବସ୍କ୍ରାଇବ୍ କରନ୍ତୁ, କମେଣ୍ଟ କରନ୍ତୁ ପ୍ଲିଜ୍। ଦୟାକରି ଆପଣମାନଙ୍କୁ କିପରି ଲାଗୁଛି ଜଣାନ୍ତୁ।